ସମସ୍ତଙ୍କ ପାଇଁ ପିଲାମାନେ ପୁଣି ଥରେ ନେଇ ଆସିଛି ଗୋଟେ ନୂଆ ଭିଡ଼ିଓ ପିଲାମାନେ ଦେଖିବା ଯେ ତୁମର ବିଜ୍ଞାନ ପେପରଟି ସବଜେକ୍ଟିଭର ସମ୍ପୂର୍ଣ୍ଣ ରୂପେ ପ୍ରଶ୍ନ ତାର ଉତ୍ତର ସହିତ ପିଲାମାନେ ଆଶା କରୁଛି ଯେ ସମସ୍ତଙ୍କର ବହୁତ ବଢ଼ିଆ ଭାବରେ ପରୀକ୍ଷା ହେଉଥିବ, ସମସ୍ତଙ୍କର ଅତି ସହଜରେ ଲେଖିପାରୁଥିବ ପିଲାମାନେ। ତ ବର୍ତ୍ତମାନ ଆସିବାରେ ଯେଉଁମାନେ ମଧ୍ୟ ନିଶ୍ଚିତ ରୂପରେ ଏବେ ଯାଏଁ ଚ୍ୟାନେଲରେ ଯୋଡ଼ି ହେଇନାହାନ୍ତି ସାଙ୍ଗମାନଙ୍କ ସହିତ ସେୟାର କରି ସେମାନଙ୍କୁ ମଧ୍ୟ ଜଣାଇ ଦିଅ। ନିଶ୍ଚିତ ରୂପରେ ବର୍ତ୍ତମାନ ଦେଖିବା ଯେ ସବଜେକ୍ଟିଭର ସମ୍ପୂର୍ଣ୍ଣ ପ୍ରଶ୍ନ ତାର ଉତ୍ତର 50ରୁ 50 ମାର୍କ ଯାକ ଆସିଯିବା ପ୍ରଶ୍ନ ସହିତ ଉତ୍ତର ସମ୍ପୂର୍ଣ୍ଣ ରୂପେ କହିଦେବି ସମସ୍ତଙ୍କୁ। 1 ନମ୍ବରକୁ ପଳେଇ ଆସିବା ପିଲାମାନେ କ ନମ୍ବର କ୍ୱେଶ୍ଚିନ୍, ରାସାୟନିକ ପ୍ରତିକ୍ରିୟା କାହାକୁ କୁହାଯାଏ? ଗୋଟିଏ ଉଦାହରଣ ସହିତ ସଂଶ୍ଳେଷଣ, ବିଘଟନ, ବିସ୍ଥାପନ ପ୍ରତିକ୍ରିୟା କାହାକୁ କୁହାଯାଏ ବୁଝାଇଦେବା। କିମ୍ବାରେ ଆସିବାରି ପିଲାମାନେ ହୋମୋଲୋଗସ୍ ଶ୍ରେଣୀ କହିଲେ କ'ଣ ବୁଝ? ଅନ୍ୟୁନ ଦୁଇଟି କାର୍ବନ ଯୌଗିକ ଶ୍ରେଣୀକୁ ଉଦାହରଣ ଭାବେ ନେଇ ଏହାକୁ ବୁଝାଇ ଏହାର ଅନ୍ୟ ବୈଶିଷ୍ଟ୍ୟ ଗୁଡ଼ିକ ଉଲ୍ଲେଖ କର। ଏଇଟା ହେଉଛି ପିଲାମାନେ 4 ମାର୍କ କ୍ୱେଶ୍ଚିନ୍। ତ ମୁଁ କହିଦେଉଛି କୋଉଟା କେତେ ମାର୍କ ମଧ୍ୟ ସମସ୍ତଙ୍କ ପାଇଁ ଏକ୍ସପ୍ଲେନ୍ କରିଦେବି। ସମସ୍ତେ ଅତି ସହଜରେ ଭଲ ଭାବରେ ପେପରଟି ଦେଖିବ, ଭଲ ଭାବରେ ନୋଟ୍ କରି ସମସ୍ତେ ଲେଖିନେବ ପିଲାମାନେ। ବର୍ତ୍ତମାନ ଉତ୍ତର ସେସନକୁ ପଳେଇ ଆସିବା, ଯୋଉଟାକି ରାସାୟନିକ ପ୍ରତିକ୍ରିୟା କାହାକୁ କୁହାଯାଏ। ମୁଁ ସମସ୍ତଙ୍କ ପାଇଁ ଏଠି ଲେଖି ନେଇଛି ଆନ୍ସର ସହିତ, ସମସ୍ତେ ଦେଖି ଅତି ସହଜରେ 4ରୁ 4 ମାର୍କ ସ୍କୋର କରିପାରିବ। ଦେଖିପାରୁଛ ନା? ତ ରାସାୟନିକ ପରିବର୍ତ୍ତନକୁ ରାସାୟନିକ ପ୍ରତିକ୍ରିୟା ଆମେ କହିପାରିବା 2 ନମ୍ବର ବିଟି ଆଉ 3 ନମ୍ବର ବିଟି। ବୁଝିପାରିଲ ନା ପିଲାମାନେ? ସେ ଯାହା କ୍ୱେଶ୍ଚିନ୍ ପଚାରିଛି ସେମ୍ ଟୁ ସେମ୍। ତ ତାପରେ କ୍ୱେଶ୍ଚିନ୍ ଥିଲା ଯେ ଗୋଟେ ଉଦାହରଣ ସହିତ ସଂଶ୍ଳେଷଣ କ'ଣ, ବିଘଟନ କ'ଣ, ବିସ୍ଥାପନ କ'ଣ, ଉଦାହରଣ ସହିତ ଆମେ ଡାଇରେକ୍ଟ ଦେବା। ତ ଏଇଟା ହେଉଛି ପିଲାମାନେ ସଂଶ୍ଳେଷଣର। ତାପରେ ଆସିବା ଆଉ ଗୋଟେ ଆସିବାରି କ'ଣ, ଏଇଟା ହେଉଛି ବିଘଟନ, ଏଇଟା ହେଉଛି ନିଶ୍ଚିତ ରୂପରେ ବିସ୍ଥାପନ। ତ ଦେଖିପାରୁଛ ନା ଫର୍ମାଟଟା ସମସ୍ତେ ଦେଖିନିଅ, ସମସ୍ତେ କିପରି ଉତ୍ତର ଲେଖା ହେଉଛି ପିଲାମାନେ ସମସ୍ତେ ଜାଣିଯିବ। ସମସ୍ତେ ନୋଟ୍ କରିନେବ। ନେକ୍ସଟ କ୍ୱେଶ୍ଚିନ୍ ପଳେଇ ଆସିବା, କ'ଣ ଆସିଛି କ୍ୱେଶ୍ଚିନ୍ ଦେଖିବା। ଖ ନମ୍ବର କ୍ୱେଶ୍ଚିନ୍ ପିଲାମାନେ ଆସିଛି ହେରି, ଆଲୋକର ପ୍ରତିସରଣର ନିୟମ ଗୁଡ଼ିକ ଲେଖ ଏବଂ ଏକ ମାଧ୍ୟମର ପ୍ରତିସରଣାଙ୍କ ଆଲୋକର ବେଗ ସହ କିପରି ସମ୍ପର୍କିତ ବୁଝାଇଦେବା ବୋଲି କହିଛି। ଏବଂ ପିଲାମାନେ ପ୍ରତିସରଣାଙ୍କ କେଉଁ କେଉଁ କାରକ ଉପରେ ନିର୍ଭର କରେ ସେଇଟାରେ ଆଗ ଗୋଟେ କ୍ୱେଶ୍ଚିନ୍ରେ ପଚାରିଛି ପିଲାମାନେ। କିମ୍ବାରେ ମଧ୍ୟ କ୍ୱେଶ୍ଚିନ୍ ଆସି ହେରି, ବିଦ୍ୟୁତ ସ୍ରୋତର ସମ୍ପର୍କିତ ଜୁଲଙ୍କ ତାପଜ ନିୟମ ନିଗମନ କରି ଗୃହ ବିଦ୍ୟୁତ ପରିପଥରେ ଫ୍ୟୁଜର କାର୍ଯ୍ୟକାରିତାକୁ ବୁଝାଇଦେବା ବୋଲି କହିଛି। ଏଇଟା 4 ମାର୍କିଆ କ୍ୱେଶ୍ଚିନ୍ଟା। ତ ଏଇଟା ସମସ୍ତେ ଏଇଟା ମଧ୍ୟ ସମସ୍ତେ ଭଲରେ ନୋଟ୍ କରିନିଅ। ସମସ୍ତଙ୍କ ପାଇଁ ଉତ୍ତର ସହିତ ଲେଖି ନେଇଛି ପିଲାମାନେ, ଯୋଉଟାକି ନିଶ୍ଚିତ ରୂପରେ ଆମେ କ'ଣ କରୁଛନ୍ତି, ଫାଷ୍ଟ ଆମେ ଲେଖିଛନ୍ତି କ୍ୱେଶ୍ଚିନ୍ଟା ଯୋଉଟାକି ଆଲୋକର ପ୍ରତିସରଣାଙ୍କ ବିଷୟରେ ଲେଖିଛନ୍ତି। ଯାହାକୁ ଯୋଉଟା ଚାହିଁଲେ ସେ ସହଜଟା ମଧ୍ୟ ସମସ୍ତେ ନୋଟ୍ କରି ଲେଖିଦେବ। ନିଶ୍ଚିତ ରୂପରେ ସମସ୍ତେ ଏଇଟା ହେଉଛି ଉତ୍ତର ଫର୍ମାଟଟା ସମସ୍ତେ ଚେକ୍ କରି ଲେଖିନିଅ। ଏଇଟା ସମ୍ପୂର୍ଣ୍ଣ 4ରୁ 4 ମାର୍କ ସ୍କୋର କରି ପାରିପାରିବେ ସମସ୍ତେ। ଦେଖିପାରୁଛ ନା? ସମସ୍ତେ ଯେଉଁମାନେ ମଧ୍ୟ ଲେଖିପାରୁନ ନିଶ୍ଚିତ ସ୍କ୍ରିନଶଟ୍ ମଧ୍ୟ ନେଇପାରିବ କିମ୍ବା ଭିଡ଼ିଓଟି ପଜ୍ କରି ମଧ୍ୟ ଲେଖିନେବ। ଆସିଯିବା ପରବର୍ତ୍ତୀ ପ୍ରଶ୍ନକୁ। 2 ନମ୍ବର କ୍ୱେଶ୍ଚିନ୍ ଆସିଛି ହେରି, ପ୍ଲାଷ୍ଟର ଅଫ୍ ପ୍ୟାରିସର ପ୍ରସ୍ତୁତି ସମୀକରଣ ସହିତ ଲେଖି ଏହାର ଜଳ ସହ ପ୍ରତିକ୍ରିୟାର ସମୀକରଣ ମାଧ୍ୟମରେ ଦର୍ଶାଅ ଏବଂ ପିଲାମାନେ ଏହାକୁ 2ଟି ବ୍ୟବହାର ମଧ୍ୟ ଲେଖିବା ପାଇଁ କହିଛି। ତ ଏଇଟା ହେଉଛି ପିଲାମାନେ 3 ମାର୍କିଆ କ୍ୱେଶ୍ଚିନ୍ଟା। ତାପରେ କିମ୍ବାରେ ମଧ୍ୟ ଆସି କ୍ୱେଶ୍ଚିନ୍ କ'ଣ ଦେଖିବା, ସେ ପଚାରିଛି ଯେ ପିଲାମାନେ ଏନୋଡାଇଜିଂ, ପିଲାମାନେ ମନେ ରଖିବ ଏନୋଡାଇଜିଂ କ'ଣ, ଏହାର କିପରି କରାଯିବ ମନେ ରଖିବା। ଏଇଟା କିମ୍ବାରେ ଆସି କ୍ୱେଶ୍ଚିନ୍। ବର୍ତ୍ତମାନ ଆସିବା ଉତ୍ତରକୁ ଆସିବା, ଯୋଉଟାକି ପ୍ଲାଷ୍ଟର ଅଫ୍ ପ୍ୟାରିସର ଯୋଉଟାକି ସମୀକରଣ ପ୍ରସ୍ତୁତଟି ଆମେ ବର୍ତ୍ତମାନ ବର୍ଣ୍ଣନା ଏଠି କରାଯାଇଛି। ତ ଜିପ୍ସମର ପିଲାମାନେ 373 କେରେ ଜଳ ମିଶାଇ ଏହାକୁ କ'ଣ ପ୍ଲାଷ୍ଟର ଅଫ୍ ପ୍ୟାରିସ ପ୍ରସ୍ତୁତ କରିବା, ଯେପରିକି CaSO4 ଇଣ୍ଟୁ 2H2O ପ୍ଲସ୍ ଜଳ ସହିତ ମିଶାଇ ଦେଲେ ପିଲାମାନେ CaSO4 ଇଣ୍ଟୁ ହାଫ୍ H2O ଆସିବ, ଯୋଉଟାକି ପ୍ଲାଷ୍ଟର ଅଫ୍ ପ୍ୟାରିସର ସଂକେତଟା ଆମେ ଜାଣିଛନ୍ତି ଫର୍ମେସନ ହେଇଯିବ ସେଠି। ବର୍ତ୍ତମାନ ଏହା ହାଡ଼ ଭାଙ୍ଗିବାରେ ବ୍ୟବହାର କରାଯାଏ ଏବଂ ପିଲାମାନେ ଘର କାମରେ ମଧ୍ୟ ବ୍ୟବହାର କରାଯାଏ। ଏଇଟା ଥିଲା ତୁମର 3 ମାର୍କିଆ କ୍ୱେଶ୍ଚିନ୍ଟା। ସମସ୍ତେ ଭଲରେ ଲେଖିନି ନୋଟ୍ କରିନିଅ, ସମସ୍ତେ ବହୁତ ବଢ଼ିଆ ହେବ, ସମସ୍ତଙ୍କ ପରୀକ୍ଷା ଅତି ସହଜରେ ଆଟେଣ୍ଡ କରିବ। ତାପରେ ପିଲାମାନେ ନେକ୍ସଟ କ୍ୱେଶ୍ଚିନ୍କୁ ପଳେଇ ଆସିବା, ଅକ୍ସିଜେନ ଅଣୁ କିପରି ଗଠନ ହେଉଛି? ଅକ୍ସିଜେନ ଅଣୁର ଡଟ୍ ସଂରଚନା ଚିତ୍ର ସହିତ ବୁଝାଇ ଦେବା ପାଇଁ କହିଛି। କିମ୍ବା କ୍ୱେଶ୍ଚିନ୍ ଅଛି ପିଲାମାନେ ମେଣ୍ଡେଲିଭଙ୍କ ପର୍ଯ୍ୟାୟ ସାରଣୀର ବିଫଳତା ସମ୍ପର୍କରେ 3ଟା ତଥ୍ୟ ଆମେ ଉଲ୍ଲେଖ କରିବା ପାଇଁ କହିଛି। ତ ଏଇଟା ହେଲେ 3 ମାର୍କିଆ ପ୍ରଶ୍ନଟା। ବର୍ତ୍ତମାନ ଆସିବା ହାରି ଫାଷ୍ଟ କ୍ୱେଶ୍ଚିନ୍ ଯୋଉଟାକି ମେଣ୍ଡେଲିଭଙ୍କର ବିଷୟରେ ଲେଖି ନିଆଯାଇଛି, ତାଙ୍କର ବିଫଳତା ବିଷୟରେ ପିଲାମାନେ। ତ କ'ଣ କ'ଣ ଥିଲା ନା ବହୁତ କ'ଣ ତ୍ରୁଟି ଥିଲା, ଯୋଉଟାକି ମେଣ୍ଡେଲିଭ କ'ଣ କରିଥିଲେ 1973 ମସିହାରେ ସେ ତିଆରି କରିଥିଲେ ଯେ ସେତେବେଳେ ମୌଳିକ ସଂଖ୍ୟା ଥିଲା କେତୋଟି ପିଲାମାନେ ନିଶ୍ଚିତ ରୂପରେ 63। ବୁଝିପାରିଲ ନା?
से तांको सारणी रे कौन ऑक्टेट गुड़ी को रखी नथिले पिला माने सॉरी आइसोटोप गुड़ी को रखी नथिले तो एटा जानचो दीटा बिटे हे गला आ गोटे से तांको सारणी रे आइसो बार गुड़ी को मध्य माने रखी नथिले तो एटा थिला तीनोडी विफलता जाग जोड़ा सहज जदी अन्य किछि लिखि पारियो समस्ते नेक्स्ट क्वेश्चन को पळे आसी पिला माने आसी रे बहु घरे युक्त वृत्ताकार कुंडली रे विद्युत रो प्रवाह हेतु उत्पन्न चुंबक क्षेत्रर प्रकृति जानिबा पई एक सरल परीक्षा वर्णना करिबा किंबा दे देछि 10 सेम रो फोकस विशिष्ट गोटे उत्तल लेंस रो प्रमुख अक्ष प्रति लंब भाबरे 2 सेम रो उच्चता एक वस्तु रखा जाइछि तो क्वेश्चन पचाछि वस्तुडी लेंस ठारू 15 सेम दूर रखिथिले सेही वस्तुडी प्रतिबिंब आकार और परिवर्तन बा वर्धन आमर निर्णय करिया पई कहिछि देखो एडी जे चाहिले पिला माने एडी हमर मैथमेटिक्स टा मध्ये करि पारियो जोडा कि कैलकुलेशन डा किबा थ्योरी टा मध्ये लिखि पारियो तुम इच्छा चलो आसी जिबा उत्तर को आसीबा वर्तमान उत्तर दे देछि एडी देखि पाउछ ना उत्तर आसी जोडा कि हमर एडी वृत्ताकार कुंडली विषय आम ये वर्णना कर जोटा कि चुंबकीय क्षेत्र बुझीपार ना पिला माने तो देछि बहुघरे युक्त कुंडलीर विद्युत प्रवाह हेतु उत्पन्न चुंबकीय क्षेत्रर है कि प्रवाह जानिबा पई प्रथम एक एमिटर को एथिरे संजोग करिया पिला माने मु कहि दोछि जदि कोनोसी मध्ये पिला लेटर बुझा पड़नी मु एठी ऑब्वियसली एठी पढी कि समस्त को कहि दोछि समस्त नोट करनबो जदि एमिटर है कि कंटार दिग परिवर्तन हुए ना तेबे आमे चुंबक क्षेत्रर दिग मध्य है कि बा चुंबक क्षेत्रर दिग प्रकृत बोली कहिदेबा बुझीपाल ना तो एठी तुमर कोन कराइछि एडिशनल पेज को कोन कर देछि ना आसी हेरी पिला माने जोडे कि आंसर किछि रहि जाइतिला लिखि नबो समस्त पिला माने एक नंबर आंसर जोडे रहि जाइतिला संश्लेषणर प्रतिक्रिया हमर थिला सेडा नोट करनबो टिके विघटन विषय आउ विस्थापनर टिके समस्त एठी नोट करनबा पिला माने जोडा कि 4 मार्किया प्रश्नटीर उत्तर रहि जाइतिला एडिशनल पृष्ठार आमे लिखि नै छथि एठी देखि पाउछ ना तो ऑब्वियसली तापर आसीबा गुडे तापर पिला माने एडा हला एडिशनल पृष्ठार लिखि नै जाइछि जोडा कि मेंडेलिवखर केतरा त्रुटि विषय कुआ जाइतिला बुझी पालो ना तापर थिला जे मौलिकर वस्तुत्व जोडा कि गुडिकर पर्याय फलन बा पर्याय फलन बुझी पालो ना सेडा हले गोटे त्रुटि थिला आउ थिला कोन ना तांकर नियम नथिला किछि हेले जोडा कि निश्चित रूप रे बहुत त्रुटि थिला बहुत जोडा कि हमें एटलिस्ट हमहु 3-4टा रखिया पडियो 3 मार्क पई वर्तमान आसीबा आ कोन परवर्ती प्रश्न आसी दी बाहरी समस्ते तापर पिला माने आसी नेक्स्ट क्वेश्चन आसी हमर कोन अम्लर लघुकरण किपरि करिबा एही समय रे द्रवणर H+ आयनर गाढ़ता कोन परिवर्तन घटे कि तो पिला माने एडा आसी पिला माने तापर आसी किंबारे पिला माने सिल्वर ब्रोमाइड रंग किपरि एहाकू सूर्य आलोक रे रखिले कोन हुए एही प्रक्रिया रे एक व्यवहार लिखिया पिला माने 2 मार्किया प्रश्नटी एडा वर्तमान आसीबा उत्तर कोन देछि तो अम्लर लघुकरण पाई पिला माने सेथिरे अम्ल मिसाई दिया जाए एही समय द्रवणर H+ आयनर गाढ़ता परिवर्तन घटी थाए तो देखो एडा कोन कहि दोछि ना H+ आयनर गाढ़ता रे कोन परिवर्तन घटियो बोली कहिछि से रंग रे परिवर्तन घटियो एडा उत्तरडी बुझी पालो ना बुझी पालो तो अम्लर लघुकरण किपरि करिवा ना सेथिरे पिला माने कोन करियरा ना अम्ल रे सेडी हम कोन करिया जल मिसाउ पडियो बुझी पालो ना अम्लर लघुकरण कले सेथिरे हम H2O ऐड करिया पडियो ए लिखि नबो हले कि तो मन रखियो बुझी पालो ना तो सेडी अम्लर लघुकरण जेते बेले करिया जल हमें मिसाउ पडियो पॉइंटटा लिखि नबो नेक्स्ट क्वेश्चन पळे आसीया पिला माने अति सहज प्रश्न जातिला ख नंबर क्वेश्चन पळे आसीबा वर्तमान दे देछि क्वेश्चन कोन थिला ना वोल्ट मीटर को पंक्ति संजोग करा जाय नाही काहे कि पिला माने बुझी पालो किंबारे अछि 200 वोल्टेज ओ 5 मीटर रेटिंग एक गृह विद्युत परिपथ रे गुटिए 2 किलोवाट रो पावर रेटिंग विद्युत चूल्हा संजोग होछि एहार चूल्हा रे कोन हेजियो बोली क्वेश्चन पचारछि एटा 2 मार्किया क्वेश्चन डा बुझी पालो ना तो देखो कोन हेजियो वर्तमान मु एठी एक्सप्लेन करबी समस्त पई वर्तमान पिला माने वोल्ट मीटर को जदी पंक्ति संजोग करा जाए तो कारण होउछि पिला माने करा जाए नाही तो निश्चित रूप रे कारण होउछि एहा द्वारा पंक्ति संजोग रे लागिथिबा उपकरण गुडी को निश्चित रूप रे नष्ट हे जिवो जा फल रे कि हमरो संपूर्ण गृहर विद्युत परिपथ गुडी को कोन हे जिवार संभावना अछि ना
ନଷ୍ଟ ହୋଇଯିବାର ଆଶଙ୍କା ଅଛି, ତେଣୁ ଆମେ ସେଠି କେବେ ହେଲେ ପଙ୍କ୍ତି ସଂଯୋଗ କରିବା ନାହିଁ। ତ ଏଟା ଥିଲା ସହଜ ଉପାୟଟି ଯୋଉଟାକି ଆମେ ଉତ୍ତରଟି ଲେଖିପାରିବା। ବୁଝିପାରିଲ ନା? ନେକ୍ସଟ କ୍ୱେଶ୍ଚିନ୍ ପଳେଇ ଆସିବା ଯେ ଚାହିଁଲେ ମଧ୍ୟ କିମ୍ବାର ଆନ୍ସର ମଧ୍ୟ ସମସ୍ତେ ଲେଖିପାରିବ, ନୋଟ୍ କରି ପିଲାମାନେ। ନେକ୍ସଟ କ୍ୱେଶ୍ଚିନ୍ ପଳେଇ ଆସିବା। ତାପରେ ଅଛି ଅବତଳ ଦର୍ପଣରେ ଆଭାସୀ ପ୍ରତିବିମ୍ବ କିପରି ଗଠିତ ହୁଏ ନାମାଙ୍କିତ ଚିତ୍ର ଦ୍ୱାରା ଏଠି ଆମେ ଦର୍ଶେଇବା। କିମ୍ବା ଅଛି ଡିସି ଜେନେରେଟର କିପରି ସଳଖ ବିଦ୍ୟୁତ ମିଳେ ଆମେ ବୁଝେଇଦେବା। ଏଇଟା ହେଲେ 2 ମାର୍କିଆ, ଏଟା ପଚାରି। ବୁଝିପାରିଲ ନା? ତ ଡିସି ର ପୁରା ନାମ ହଉଛି ଡାଇରେକ୍ଟ କରେଣ୍ଟ ପିଲାମାନେ, ହୋଇଥିବାରୁ ଏଥିରେ ସଳଖ ବିଦ୍ୟୁତ ଆମକୁ ମିଳିଥାଏ ଯୋଉଟା କି ଆମେ କହିପାରିବା। କିନ୍ତୁ ସମସ୍ତେ ଟିକେ ଭଲରେ ଲେଖିବା ପାଇଁ ଚେଷ୍ଟା କରିବ। ଡିସି ଜେନେରେଟର କିପରି ଡାଇରେକ୍ଟ କରେଣ୍ଟ ଆମକୁ ମିଳିଥାଏ, ତ ସମସ୍ତେ ଏଇଟା ଆଉ ଟିକେ ଭଲରେ ଲେଖିବ ପିଲାମାନେ, ଯେହେତୁ ସେଠି ଆମର କଣ ହଉଛି ନା ଡାଇରେକ୍ଟ ଆମେ ବିଦ୍ୟୁତ ଚୁମ୍ବକୀୟ କ୍ଷେତ୍ରରୁ ଆମେ ବିଦ୍ୟୁତ ଶକ୍ତି ଉତ୍ପନ୍ନ କରୁଛନ୍ତି। ତ ସେଇଟା ଡାଇରେକ୍ଟ ଆମକୁ କଣ ମିଳିଯାଉଛି, ସେଠୁ କରେଣ୍ଟ ମିଳିଯାଉଛି, ତାର କୌଣସି ମଧ୍ୟ ଉତ୍ସ ଆମର ରହୁନାହିଁ ଆମର ବିଦ୍ୟୁତ ସ୍ରୋତ ପାଇଁ। ବୁଝିପାରିଲ? ସେ ଡାଇରେକ୍ଟ ସେ ନିଜେ କଣ କରୁଛି, ସେଠି ବିଦ୍ୟୁତଟା ସେଠି ଉତ୍ପନ୍ନ କରୁଛି, ତ ଆମେ କହିପାରିବା। ତାପରେ ଆସ ନେକ୍ସଟ କ୍ୱେଶ୍ଚିନ୍ କୁ ଆସ, କଣ ଦେଇଛି? ତ ପିଲାମାନେ ଧାତୁର ପରିଷ୍କରଣ କହିଲେ କଣ ବୁଝ? ମୁଖ୍ୟତଃ ଏଥିରେ କେଉଁ ପଦ୍ଧତି ମାନ ଅବଲମ୍ବନ କରାଯାଏ? କିମ୍ବାରେ ଆସିଛି ପିଲାମାନେ କଣ? ଆଲଡିହାଇଡ ଆଉ କିଟୋନ ଗ୍ରୁପର ସଂକେତ ସହିତ ପ୍ରତ୍ୟେକରୁ ଗୋଟିଏ ଲେଖାଏଁ ଉଦାହରଣ ସହିତ ବୁଝେଇଦେବା ବୋଲି କହିଛି। ଏଇଟା ହେଲେ 2 ମାର୍କିଆ କ୍ୱେଶ୍ଚିନ୍ଟା। ଦେଖ ଏଠି କଣ ନେଇଛି ଉତ୍ତର ଆସିଛି ଭଲ ଭାବରେ, ସମସ୍ତଙ୍କୁ ଉତ୍ତର ସହିତ ଏଠି ଦେଖେଇ ଦଉଛି। ତ ଦେଇଛି ଧାତୁର ପରିଷ୍କରଣ ହେତୁ ଏହାର ଗୁଣ ଦେଖି ପରିଷ୍କରଣ କରାଯାଇଥାଏ, ତେଣୁ ଏହାକୁ ଧାତୁର ପରିଷ୍କରଣ ବୋଲି କହିବା। ମୁଖ୍ୟତଃ ଏଥିପାଇଁ 3ଟି ପଦ୍ଧତି ମାନ ଅବଲମ୍ବନ କରାଯାଏ। ତ ନିଶ୍ଚିତ ରୂପରେ ଏଠି 2 ମାର୍କ ମାନେ ଆମକୁ ଏଟଲିଷ୍ଟ 2ଟା 3ଟା ବିଟ୍ ଲେଖିବାକୁ ପଡିବ। କୌଣସି ମଧ୍ୟ ପିଲା ଆଲତୁ ଫାଲତୁ ଲେଖିବେ ନାହିଁ।